ନାଇଁ ନାଇଁ ଆପଣ ବୋଧେ ଗୋଟେ ଜିନିଷ ରଙ୍ଗ ଜିନିଷ ବୁଝୁଛନ୍ତି ତା ଦେହରେ କୋଉଠି ଲେଖା ହେଇନାହିଁ 1999 ମସିହା ମହାବାତ୍ୟା ଉପରେ ବୋଲି ହେଲା କି 1999 ମସିହାରେ ଆକ୍ଚୁଆଲି ବହୁତ କିଛି ହେଇଥିଲା ଖାଲି ତ ମହାବାତ୍ୟା ଗୋଟିଏ ଜିନିଷ ହେଇନଥିଲା ମହାବାତ୍ୟାକୁ କେନ୍ଦ୍ର କରି ଅନେକ ଜିନିଷ ହେଇଥିଲା ସେ ଅନେକ କାହାଣୀ ଭିତରୁ ଇଏ ଗୋଟିଏ କାହାଣୀ ଯଦି ଆପଣ ମାନେ ସ୍ତ୍ରୀ କଥା ସ୍ୱାମୀକୁ ପଚାରିବେ ବହୁତ ଭଲ କରିଛି ମୁଁ ଭଲ କହିଦେବି କିନ୍ତୁ ଏଇଟା ପ୍ରକୃତରେ ଭଲ କଥା ଏଇଟା ଦର୍ଶକ କହିବେ ମତେ ଯେତିକି ଦରକାର ଗୋଟେ ଆର୍ଟିଷ୍ଟ ଠାରୁ ମୁଁ ସେତିକି ଆଶା କରିଥିଲି ସେତିକି ପାଇଛି ବସ୍ ମୋତେ ସେତିକି ଦରକାର କଣ ଭଲ କରିଛି ଖରାପ କରିଛି ନା ଦର୍ଶକ କହିବେ ଆଜି ପର୍ଯ୍ୟନ୍ତ ଲୋକଙ୍କ ମନରେ ମଧ୍ୟ କେହି ଭୁଲି ନାହାନ୍ତି ସେ ଛାତି ଛଡ଼ା କୋହଭରା କାହାଣୀକୁ ଆଜି ଆପଣ ସିନେମାରେ ଅବତୀର୍ଣ୍ଣ କରୁଛନ୍ତି ଆଜି ମଧ୍ୟ ରିଲିଜ୍ ହେଉଛି କ'ଣ କହିବେ ବର୍ତ୍ତମାନ ହେଉଛି ଆମ କାମ ହାତରୁ ତ କାମ ସରିଗଲା ବର୍ତ୍ତମାନ ଦର୍ଶକ ହେଉଛନ୍ତି ଭଗବାନ ତ ତେଣୁ କାହାଣୀଟି ଯେମିତି ମୋତେ ଲେଖିକିରି ଦିଆଯାଇଥିଲା ଷ୍ଟୋରି ଯେ ଆମ ପ୍ରଡ୍ୟୁସର ମନୋଜ ମିଶ୍ର ତାଙ୍କର କାହାଣୀ ଥିଲା ଆଉ ତାଙ୍କ କାହାଣୀ ଅନୁସାରେ ତାଙ୍କ କହିବା ଅନୁସାରେ ଆମେ ଭିଜୁଆଲାଇଜ୍ କରିଛୁ ତ ତେଣୁ ଦର୍ଶକ କହିବେ କେମିତି କ'ଣ ଲାଗିବ ସେ ଦର୍ଶକ ଦେଖିଲା ପରେ ଆଉ କ'ଣ ଅଛି सर देखिए प्रत्येक मुहूर्त जो अनुभव करते 1999 मसीह जो सब घटना होता से सिनेमा से सब वर्णना करा जाए जहां होता से घटना तो ନାଇଁ ନାଇଁ ଆପଣ ବୋଧେ ଗୋଟେ ଜିନିଷ ରଙ୍ଗ ଜିନିଷ ବୁଝୁଛନ୍ତି ତା ଦେହରେ କୋଉଠି ଲେଖା ହେଇନାହିଁ 1999 ମସିହା ମହାବାତ୍ୟା ଉପରେ ବୋଲି ହେଲା କି 1999 ମସିହାରେ ଆକ୍ଚୁଆଲି ବହୁତ କିଛି ହେଇଥିଲା ଖାଲି ତ ମହାବାତ୍ୟା ଗୋଟିଏ ଜିନିଷ ହେଇନଥିଲା ମହାବାତ୍ୟାକୁ କେନ୍ଦ୍ର କରି ଅନେକ ଜିନିଷ ହେଇଥିଲା ସେ ଅନେକ କାହାଣୀ ଭିତରୁ ଇଏ ଗୋଟିଏ କାହାଣୀ सर देखिए ममता मैडम अभिनय देखिए ममता मैडम भल अभिनेत्री आप पत्नी हिसाब से जो अभिनेत्री हिसाब से देखिए केते भल अभिनय कर सिनेमा ଦେଖନ୍ତୁ ଯଦି ଆପଣ ମାନେ ସ୍ତ୍ରୀ କଥା ସ୍ୱାମୀକୁ ପଚାରିବେ ବହୁତ ଭଲ କରିଛି ମୁଁ ଭଲ କହିଦେବି କିନ୍ତୁ ଏଇଟା ପ୍ରକୃତରେ ଭଲ କଥା ଏଇଟା ଦର୍ଶକ କହିବେ ମତେ ଯେତିକି ଦରକାର ଗୋଟେ ଆର୍ଟିଷ୍ଟ ଠାରୁ ମୁଁ ସେତିକି ଆଶା କରିଥିଲି ସେତିକି ପାଇଛି ବସ୍ ମୋତେ ସେତିକି ଦରକାର କଣ ଭଲ କରିଛି ଖରାପ କରିଛି ନା ଦର୍ଶକ କହିବେ ଏଥିରେ ଅଛନ୍ତି ଆମ ପ୍ରଯୋଜକ ଯିଏ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ମନୋଜ ମିଶ୍ର ରୋମା ମିଶ୍ର ଯିଏ ଜଣେ ଆକ୍ଟ୍ରେସ୍ ସଙ୍ଗୀତ ମହାବିଦ୍ୟାଳୟ ସେ ବି କରିଛନ୍ତି ଅପୂର୍ବ କରିଛନ୍ତି କାଳି କରିଛନ୍ତି ଦେବବ୍ରହ୍ମା କରିଛନ୍ତି କିଛି ଆର୍ଟିଷ୍ଟ ଭଲ କରିଛନ୍ତି ଆଉ କିଛି ଥିଏଟର ଆର୍ଟିଷ୍ଟ ମଧ୍ୟ ହଁ ହଁ ସେଟା ଆକ୍ଚୁଆଲି ଦେଖିଲା ପରେ ଜଣାପଡ଼େ ବଟ୍ ମୋତେ ଯଦି ଆପଣ ପଚାରିବେ ମୁଁ ଖୋଲିକି କହିଦେବି ତାହେଲେ ତ ଲୋକ ଦେଖିବେ ନାହିଁ ସମାଜ ପାଇଁ ଗୋଟେ ଭଲ ମାନେ ଗୋଟେ ସୋସିଆଲ ମେସେଜଟି ଅଛି ଦର୍ଶକ ଦେଖନ୍ତୁ ତାପରେ ଯାହା କହିବେ ଓଡ଼ିଆ ଦର୍ଶକଙ୍କୁ ଏତିକି କହିବି ଯେ ମାନେ କହିବି କ'ଣ ରିକ୍ୱେଷ୍ଟ କରିବି ଯେ ଏ ଫିଲ୍ମଟି ଦୟାକରି ଦେଖନ୍ତୁ ଟିକେ କାମାଇଣ୍ଡ କହିଥିଲି ବସ୍ ବାସ୍ ଧନ୍ୟବାଦ।